ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ। ତ +2 ସେକେଣ୍ଡ ଇୟର ପିଲାମାନେ କ'ଣ ନା ତମମାନଙ୍କ ପାଇଁ ନେଇ ଆସିଛି 80 ମାର୍କର ମାରାଥନ କ୍ଲାସ୍। ପିଲାମାନେ ବହୁତ ଗୁରୁତ୍ୱପୂର୍ଣ୍ଣ, ଯୋଉଟା ତମ ଏକ୍ଜାମ ଆଉ ଅଳ୍ପ ଦିନ ଅଛି, ତ ହାତରେ ଆଉ ସମୟ ନାହିଁ। ଯେତେ ପାରୁଛ ତମେ ମାରାଥନ କ୍ଲାସ୍ MCQ ଯାହା ବି କ୍ଲାସ୍ ହେଉଛି ଆଟେଣ୍ଡ କର, ଆଉ ହାତରେ ଟୋଟାଲ ସମୟ ନାହିଁ। ତ ପିଲାମାନେ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ରାଧେ ରାଧେ ପିଲା। ତ ଚାଲ ଆଜିର ଭିଡ଼ିଓ ଷ୍ଟାର୍ଟ କର। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇଦେବ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିବ। ତ ଯେତେ ପାରୁଛେ ଆମେ ରିଭିଜନ କରିବା। ତ ଆମର ଗ୍ରାମାର ହଉ ଯାହା ବି କ୍ଲାସ୍ ଆସୁଛି, ଗ୍ରାମାର ହଉ, ମାରାଥନ କ୍ଲାସ୍ ହଉ, MCQ ହଉ, 2 ମାର୍କିଆ ହଉ, 3 ମାର୍କିଆ ହଉ, ଥରେ ଦେଖିଦେବା ଆମେ ଉଚିତ। ବୁଝିହେଲା? ତ ଚାଲ ଆମେ ଷ୍ଟାର୍ଟ କରିବା ଆଉ ଡେରି ନ କରି। ତ 5ଟା ପିଲାମାନେ ଏବେ ବି ବହୁତ ପିଲା କ୍ଲାସ୍ ଦେଇଛି, ନୂଆ ଆସିଛନ୍ତି ପିଲାମାନେ ଜାଣିନାହାନ୍ତି, କହିଦଉଛି ତମର MCQ ଟୋଟାଲ 26ଟା ପଡିବ। ଯୋଉ କ'ଣ MIL ର ତ କ'ଣ ନା 5ଟା 3ଟା ଆସିବ। କ'ଣ ନା ପ୍ରବନ୍ଧରୁ 5ଟା ଆସିବ, ଗଦ୍ୟରୁ 5ଟା ଆସିବ ଏବଂ ଗଳ୍ପରୁ ମଧ୍ୟ 5ଟା, ଆଉ 11ଟା ଆସିବ କୋଉଥିରୁ ନା ତମର ଗ୍ରାମାର। ବୁଝିହେଲା? ତ ଏମିତି ଟାଇପର କ୍ୱେଶ୍ଚିନ୍ ଆସିବ। ତ ଚାଲ ଆମେ ଷ୍ଟାର୍ଟ କରିବା କ'ଣ କ୍ୱେଶ୍ଚିନ୍ ଦେଇଛି। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପିଲାମାନେ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି। ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ନା ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତା ମାନେ କ'ଣ ହେବା ପାଇଁ ଉପଯୁକ୍ତ। ତ କ'ଣ ହେବା ପାଇଁ ଉପଯୁକ୍ତ? ଅଧ୍ୟକ୍ଷ, ମନ୍ତ୍ରୀ, ପ୍ରଶାସକ, ଲୋକ ପ୍ରତିନିଧି। କ'ଣ ହେବା ପାଇଁ ଉପଯୁକ୍ତ ନା ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତା ମାନେ କ'ଣ ନା ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା କ'ଣ ଦେଇଛି। ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ କ'ଣ ଦେଲା? ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା ନା ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ ରହେ? ମେଣ୍ଢାଶାଳ ଭିତରେ ଗଧିଆ କେଉଁ ପୋଷାକରେ ରୁହେ? ମେଣ୍ଢା ପୋଷାକ, ଗଧିଆ ପୋଷାକ, ସାଧା ପୋଷାକ, ଧଳା ପୋଷାକ। କେଉଁ ପୋଷାକରେ ରୁହେ? ତ ଯେତିକି MCQ କ୍ଲାସ୍ କରିଛି ପିଲାମାନେ, ଯୋଉମାନେ MCQ ଦେଖିଥିବ ସେମାନେ ଆନ୍ସର ଆରାମସେ ଦେଇପାରିବ। ମେଣ୍ଢା ପୋଷାକ, ଗଧିଆ ପୋଷାକ, କୋଉ ପୋଷାକ ନା ମେଣ୍ଢାଶାଳ ଭିତରେ ଗଧିଆ ସେ ମେଣ୍ଢା ପୋଷାକରେ ହିଁ ରହେ। ନେକ୍ସଟ, କେଉଁ ପୀଠସ୍ଥଳୀକୁ ଲେଖକ ଭୁବନ ମୋହନ ବୋଲି ଆଖ୍ୟା ଦେଇଛନ୍ତି? କେଉଁ ପୀଠସ୍ଥଳୀକୁ ପିଲାମାନେ? କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, କେଦାରଗୌରୀ। କେଉଁ ମନ୍ଦିର ପିଲାମାନେ? ନା କୋଣାର୍କ ମନ୍ଦିର। କେଉଁ ମନ୍ଦିର? ନା କୋଣାର୍କ ମନ୍ଦିର। ନେକ୍ସଟ, ବମ୍ବେରୁ ବାହାରୁଥିବା କାଗଜଟିର ନାମ କ'ଣ? ଦୈନିକ ସମାଜ, ଇଲଷ୍ଟ୍ରେଟେଡ ୱିକଲି, ସଣ୍ଡେ ଷ୍ଟାଣ୍ଡାର୍ଡ, ନବଭାରତ। କ'ଣ ହବ ନା ସଣ୍ଡେ ଷ୍ଟାଣ୍ଡାର୍ଡ। କ'ଣ ନା ସଣ୍ଡେ ଷ୍ଟାଣ୍ଡାର୍ଡ। ନେକ୍ସଟ, ବିଶେଷଜ୍ଞ ମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ଆମେରିକା, ଭାରତ, ଇଂଲଣ୍ଡ, ଜାପାନ। କେଉଁ ଦେଶରେ? ନା ବିଶେଷଜ୍ଞ ମାନଙ୍କର ଭାରତରେ କ'ଣ ନା ବିଶେଷ ମୂଲ୍ୟ ନାହିଁ। ତାପରେ 1 ମାର୍କିଆ, ଅଳକାପୁରେ ଥିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା? କିଏ ନା ଅଳକାପୁରେ ଥିବା ପ୍ରିୟା ପାଖକୁ କିଏ ନା ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା। ନେକ୍ସଟ, କେଉଁ ଶାସନରେ ଲୋକେ ନିଜ ନିଜକୁ ଶାସନ କରନ୍ତି? କେଉଁ ଶାସନରେ? ନା ଗଣତନ୍ତ୍ର ଶାସନରେ ଲୋକେ ନିଜ ନିଜକୁ ଶାସନ କରନ୍ତି। ନେକ୍ସଟ, ସରକାରଙ୍କ ଯୋଜନା ଲୋକେ ନ ବୁଝିବାର କାରଣ କ'ଣ? ନା ସରକାରଙ୍କ ଯୋଜନା ଲୋକେ ନ ବୁଝିବାର କାରଣ ହେଉଛି ଜନସାଧାରଣଙ୍କର ଶିକ୍ଷାର ଅଭାବ। ତାପରେ 2 ମାର୍କିଆ କ୍ୱେଶ୍ଚିନ୍ କ'ଣ ନା 2 ମାର୍କିଆ ଲେଖିଲା ବେଳେ ମନେ କରି ଲେଖକଙ୍କ ନାଁ ଲେଖିବ ଏବଂ ତାପରେ ଆନ୍ସର କରିବ। ବୁଝିହେଲା? ତ କବି ଏବଂ ବିଷୟ ନାଁ ଲେଖିବ, ତାପରେ ଆନ୍ସର ଏମିତି ଆନ୍ସର କରିବ। ଦେଖ ଗୋଟେ କହୁଛି, ଭାରତ ସରକାର ଆମେରିକାରେ ଥିବା ଛାତ୍ର ପାଖକୁ କ'ଣ ଚିଠି ଲେଖିଥିଲେ? ନା ବିଷୟ ଲେଖିବ। ଏମିତି ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା ଏବଂ ପ୍ରାବନ୍ଧିକ କିଏ ନା ଗୋଲକ ବିହାରୀ ଧଳ। ଗୋଲକ ବିହାରୀ ଧଳ, ଯୋଉଟା କ'ଣ ନା ସ୍ୱାଧୀନ ଦେଶ ଶିକ୍ଷା ଚିନ୍ତା ଭାରତରେ ବିଶେଷଜ୍ଞ ମାନଙ୍କୁ କ'ଣ ନା ବିଶେଷ ସମ୍ମାନ ମିଳୁନଥିବାରୁ ଭାରତୀୟ ଛାତ୍ରମାନେ ପାଠ ପଢି ସାରିଲା ପରେ ଆମେରିକା ଛାଡି ଆସିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ଭାରତ ସରକାର ଆମେରିକାରେ ଥିବା ଜଣେ ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ପରି ଧନୀ ନୁହନ୍ତି, ତେଣୁ ଅନ୍ତତଃ ନିଜ ଦେଶର ସେବା କରିବା ପାଇଁ ନିଜ ଦେଶକୁ ଫେରି ଆସନ୍ତୁ। ତାପରେ କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି? ନା ବିଷୟ ପୁଷ୍ପପୁରରେ ବର୍ଷା ପରିଣର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,
ବନବାସୀ ମାନଙ୍କୁ ନିରାଶ ନ କରି ଅବିରତ ବାରିପଦ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି, କାରଣ ବନବାସୀ ମାନେ ଜଳଦ ବ୍ୟତୀତ ଆଉ କାହାର ବି ଅନୁଗ୍ରହ ଲୋଡନ୍ତି ନାହିଁ। ସୌନ୍ଦର୍ଯ୍ୟିତ ଧନରେ ଉଦାର ପୋଷଣ, ସୁନ୍ଦର ସ୍ୱାସ୍ଥ୍ୟ, ନିର୍ମଳ ମନ ସେମାନଙ୍କ ଜୀବନର ପରମ କାମ୍ୟ ଥିବାରୁ ସେମାନଙ୍କୁ ନିରାଶ ନ କରି ଅବିରତ ବାରିପଦରେ ବନଭୂମିକୁ ଶ୍ୟାମଳ ଉର୍ବର କରିଦେବାକୁ କବି ଜଳଦକୁ କହିଛନ୍ତି। ନେକ୍ସଟ, ଅଗାଧୁ କଥା ଶୁଣି ପୁରୋହିତ କଣ କଲେ? ନା ବିଷୟ 3 ତୁଣ୍ଡରେ ଲେଖକ ଭୁବନେଶ୍ୱର ବେହେରା ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତଙ୍କୁ ପାଣୁ ଓ ରାଧୁ କଣ ନା ସେ ବୋହି ନେଉଥିବା ଛେଳିକୁ କୁକୁର ବୋଲି କରିଥିଲେ। ଅଗାଧୁ ଛେଳିଟିକୁ ଜାତୀୟ କୁକୁର ବୋଲି କହିବାରୁ ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ। ରାଗରେ ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କର୍ମକୁ ନିନ୍ଦି ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଦୌଡ଼ିଥିଲେ। ତାପରେ 3 ମାର୍କିଆ ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀ ମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନି ପାରିବ? କିପରି ଚିହ୍ନି ପାରିବ ପିଲାମାନେ? ନା ଲେଖକ ହଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପୁଷ୍ପପୁରରେ ବର୍ଷାବରଣର। ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀ ମାନଙ୍କର ବାସଭୂମିକୁ ଜଳଦ କଣ ନା ସହଜରେ ଚିହ୍ନି ପାରିବ ନାହିଁ ବୋଲି ପ୍ରାବନ୍ଧିକ କଣ ନା କହିଛନ୍ତି। ସେ ଜଳଦକୁ କହିଥିଲେ ଗୋପାଳର ଗଳଘଣ୍ଟି, ଗୋପାଳର ବେଣୁ ଶୂନ୍ୟ ଶୁଣି କିମ୍ବା କୁଟୀରରୁ ଉଦ୍ଗତ କଣ ନା କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମବାସୀ ଜାଣିପାରିବ। ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରଭାବ, ଅଗ୍ରସର ନବଯୁବ ମାନଙ୍କ ବେଣୁଶୂନ୍ୟର ଅନୁକୃତିର ଲଳନା କଣ୍ଠର ଐକତାନିକ କଣ ନା ଲଳିତ ସ୍ୱରରେ ବନଭୂମିକୁ ନିନାଦିତ କରୁଥିବ। ସେଥିରୁ ଜଳଦ ବନବାସୀଙ୍କ ବାସଭୂମିକୁ ଚିହ୍ନି ପାରିବ। ତାପରେ ଭାରତ ବର୍ଷରେ ସ୍ୱାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି? ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ଭାରତ ବର୍ଷରେ ସାମ୍ପ୍ରତିକ ଶିକ୍ଷାର ମାନଦଣ୍ଡ ନିମ୍ନଗାମୀ ହୋଇଛି। କେତେକ ବିଶ୍ୱବିଦ୍ୟାଳୟରୁ ଶହ ଶହ PhD DLT ଧାରୀ ବାହାରୁଥିଲା ରହେ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ। ତେବେ ଶିକ୍ଷା ବ୍ୟବସ୍ଥାର ତଳତ ଯାହା ଉପରଟା ଯଦି ଫାଙ୍କା ହୋଇଥାଏ ତେବେ ଖାଲି ଆବାଜରେ ଭାରତ ବର୍ଷର ସ୍ୱାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି। ତାପରେ 5 ମାର୍କିଆ କ୍ୱେଶ୍ଚିନ୍ ଯେକୌଣସି ଗୋଟେ କରିବ। ତାପରେ ଆସିଲା କବିତା ବିଭାଗର। ଧନ ଅର୍ଜନର ସଫଳତା କେଉଁଠି ଥାଏ? ଖାଇ ପିଇ ଆରାମ କରିବାରେ, ବିଳାସୀୟ ବସନରେ, ସୁବ୍ୟୟରେ, ଦାନ କରିବାରେ। କିପରି? ଧନ ଅର୍ଜନ ସଫଳତା ସୁବ୍ୟୟରେ ମିଳିଥାଏ। ନେକ୍ସଟ, ନବମାମା ବୋଲି କବି କାହାକୁ କହିଛନ୍ତି? ସୀତା, ସୁନାର ସୀତା, ରାମଙ୍କ ନବବିବାହିତା ପତ୍ନୀ ଜାନକୀ। କାହାକୁ କହିଛନ୍ତି? ରାମଙ୍କ ନବବିବାହିତା ପତ୍ନୀଙ୍କୁ କହିଛନ୍ତି। ନେକ୍ସଟ, ତରୁଗିରି ଛାୟା ବିସ୍ତାର କରି କାହାକୁ ପ୍ରଣାମ କରୁଛନ୍ତି? ଆକାଶ, ଧରିତ୍ରୀ, ସୂର୍ଯ୍ୟ, ଚନ୍ଦ୍ର। କାହାକୁ କରିଛନ୍ତି ପିଲାମାନେ? ନା ସୂର୍ଯ୍ୟ। କାହାକୁ? ନା ସୂର୍ଯ୍ୟଙ୍କୁ। ନେକ୍ସଟ, ପ୍ରଣୟ ପିୟୁଷରେ କଣ ମିଶିଛି? ପ୍ରଣୟ ପିୟୁଷରେ କଣ? ମିଳନର ଅମୃତ, ବିରହ ବିଷ, ପ୍ରତିକ୍ରିୟାର ହଳାହଳ, ନିର୍ଯାତନାର କୁଟିଳତା। କଣ ପିଲାମାନେ ହବ? ନା ବିରହର ବିଷ। କଣ? ନା ବିରହର ବିଷ। ନେକ୍ସଟ, କବି ମନୁଷ୍ୟ ପୁତ୍ରକୁ କାହା ସହିତ ପ୍ରତିଶୋଧ ନିଅ ବୋଲି କହିଛନ୍ତି? ସେନ ପରି, ସିଂହ ପରି, ବାଘ ପରି, ହାତୀ ପରି। କିପରି? ନା ସେନ ପରି। ତାପରେ 1 ମାର୍କିଆ ବନ୍ଦୀଶାଳାର ଅବରୋଧ ସମୟ କେଉଁ ସମୟ ଥିଲା? ନା ବନ୍ଦୀଶାଳାର ଅବରୋଧ ସମୟ ଗୋଧୂଳି ସମୟ ଥିଲା। କବି କେଉଁମାନଙ୍କୁ କାନକୁହା ବୋଲି କହିଛନ୍ତି? ନା କବି ମନ୍ତ୍ରୀମାନଙ୍କୁ କାହାକୁ? ନା ମନ୍ତ୍ରୀମାନଙ୍କୁ କଣ ନା କାନକୁହା ବୋଲି କହିଛନ୍ତି। ଦୀନ ଭିକାରୁଣୀ ଦୁରୁ ନତ ଶିରେ ବନ୍ଦୀ କିଏ କାହାକୁ ବନ୍ଦନା କରିଛନ୍ତି? ନା କବି ମନ୍ତ୍ରୀମାନଙ୍କୁ କାନକୁହା ବୋଲି କହିଛନ୍ତି। ତାପରେ ତପସ୍ୱିନୀ ସୀତା ରାଜରାଜେଶ୍ୱର ଦୂର ନୀତିଶରେ ବନ୍ଦୀ ବୋଲି କବି ବନ୍ଦନା କରିଛନ୍ତି। ତାପରେ 2 ମାର୍କିଆ ଯମଦୂତ ବୋଲି କବି କାହାକୁ କହିଛନ୍ତି? କାହିଁକି? ନା ଏଟା ବନ୍ଦୀର ବିରହୀ ବାତ୍ୟାର ଗୋପବନ୍ଧୁ ଦାସ ବନ୍ଦୀଶାଳ ସିପାହୀକୁ କବି ଯମଦୂତ ବୋଲି କହିଛନ୍ତି। ଯମଦୂତ ଯେଭଳି ଅତ୍ୟନ୍ତ ନିଷ୍ଠୁର, ତା ହୃଦୟରେ କରୁଣ ନଥାଏ, ସେହିଭଳି ସିପାହୀ କବିଙ୍କର ଅନୁରୋଧ ପ୍ରତି କର୍ଣ୍ଣପାତ କରେ ନାହିଁ। ଯମଦୂତ କାହାରି କଥା ନ ଶୁଣିଲା ପରି ସିପାହୀର ନିଷ୍ଠୁର ବ୍ୟବହାରକୁ ଲକ୍ଷ୍ୟ କରି କବି ଏଭଳି କହିଛନ୍ତି।
नेक्स्ट जय हो पीड़नर कहिबार तात्पर्य कौन कविता वार्तार कवि सच्चिदानंद राउतराय पीड़नर जय हो बोली कवि कहिसंती पीड़न जेते अधिक हब पीड़ित तार कारण को सेते खोजिब एहार कारण खोजी पीड़नर उच्छेद पई विप्लव करिब दासत्व बंधन मुक्त हेब पीड़न को निर्मूल करिब तेणु कवि पीड़न को स्वागत करिसंती। नेक्स्ट राजा प्रजा एबे हेले बाजपारा केउ प्रसंग रे कुहा जाईछि ना कवि बड़पणर कवि राधानाथ राय कवि दरबार रे जोग देथिबा राजा मानकु व्यंग करी पूर्व राजा मानकर महत्व प्रतिपादन करछंती पूर्व राजा माने राज्य को एक परिवार भली मने करुथिले एवं प्रजा मानक मंगल पई सदा तत्पर देउथिले मात्र वर्तमान राजा माने प्रजा मानकु बहु भाबरे शोषण करछंती जहाकु कवि खादक खाद्यर संपर्क बा बाजपारार संपर्क सहित तुलना करिसंती। तापर कोन देला ना 3 मार्किया गोष्ठी मुख्य ढाली यज्ञ कुंड घृत केउ प्रसंग रे कुहा जाईछि बुझाई दियो ना कवि बड़पणर कविता किए ना राधानाथ राय कवि से समय राजा जो माने कि दरबार रे निजर बड़पणी देखाई होउचंती सेमानकु व्यंग करी एभली कहिसंती प्रजा को शोषण करी राजा माने जो धन लुटि नेउचंती ताहाकु सेमाने गणिका वकील छामुआंको पोषण पई व्यय करूचंती पापर्जित धन को प्रायश्चित रे व्यय न करी एभली व्यय करिबा द्वारा सेमाने अधिक पाप करूचंती एहा यज्ञ व्यवहार करुथिबा घृत को घुसुरी मुखरे ढालिबा सदृश बोली कवि आक्षेप करिसंती। नेक्स्ट तपस्विनी सीतांकर तपस्विनी सीतांकर संदेहच्छन्न भावनार परिचय दियो ना कवि तपस्विनी पत्रर सॉरी कवि गंगाधर मेहर कविता तपस्विनी पत्र मुनि आश्रम रे थिबा समय तपस्विनी सीता शुणिबाकु पाइछंती अयोध्यार स्वामी रामचंद्र अश्वमेध यज्ञ कराइछंती यज्ञ कार्य पत्नीर आवश्यकता रहिछि जेहेतु तांको निकटरे से उपस्थित नाहंती तेनु स्वामी तांकर द्वितीय पत्नी ग्रहण करछंती बोली तांको मनरे संदेह सृष्टि होइछि अभिमान करी से स्वामी को पत्र लिखि तांको प्रेम को स्वप्न परि मने करथुवार भूली जिबाकु वीरको निवेदन करिछंती। तापरे 5 मार्किया गोटे करिब तापरे गल्प विभाग आसिला से 5टा एमसीक्यू महाजन बाबू बलराम को घर ओडिशार केउ अंचल रे बालेश्वर जाजपुर कटक ढेंकानाल केउ अंचल रे पिला माने ना महाजन बलराम को घर ओडिशार जाजपुर अंचल रे। नेक्स्ट शांताणी को विश्वास पोइलिटी किए फूल कन्नी राधी पदी के ना राधी। नेक्स्ट घर भितर काहार शब्द सुनी राय बहादुर हठात चमकी पड़े आरती ध्वनि घंट ध्वनि हुड़हुड़ी शंख ध्वनि क्यों ध्वनि पिला माने ना शंख ध्वनि क्यों होरी ना शंख ध्वनि। नेक्स्ट मास्टर जी केते टंका दरमारे अशोकंकर ट्यूशन मास्टर थिले 5 टंका 6 टंका 7 टंका 10 टंका केते टंका ना 5 टंका। नेक्स्ट शून्यरू खसी पड़ला बेले कछपटी केउ शब्द उच्चारण करथिला लोभी बुद्धू पंगु गर्भिकण ना बुद्धू। नेक्स्ट 1 मार्किया सोमनाथ शेषरे काहाकू आशीर्वाद करिथिले सोमनाथ शेषरे काहाकू ना निजर नाती बिजू को आशीर्वाद करथिले। अरुणर फटखंडिक केउठी सुरक्षित थिला ना ड्रयर वेलवेट बाक्स रे अति यत्न रे सुरक्षित थिला। नेक्स्ट मनु काहार नाम थिला मनु थिला पोसा पातिमांकड़र छुआर नाम। तापरे 2 मार्किया देशी कन्या को संपर्क रे राजीव लोचन पट्टनायक कौन कहिथिले ना गल्प सभ्य जमीदार कल्पिक फकीरमोहन सेनापति देशी कन्या को संपर्क रे राजीव लोचन पट्टनायक कहिथिले जे विदेशी कन्या गुडक अशिक्षित कुसंस्कार असभ्यतार बुड़ी रहिचंती लुगा खंडे पिंधि जानती नाही अध लंगड़ा होई जांती मुह ढांकी मूसा परी गातरे लुचि रहितांती सभ्यता सेमानंकु जणा नाही। नेक्स्ट केउ कथा राय बहादुर चरम पराजय घोषणा करथिला ना गल्प पताका उत्तोलन गाल्पिक सुरेंद्र महांती स्वाधीनता दिवस रे बाजुथिबा शंख घंट हुड़ाहुड़ी तोपर मिलित शब्द रे राय बहादुर निद भांगी जायतिला जय स्वाधीन भारत की जय ध्वनि रे से अतिष्ठ होई पड़िथिले सेतिरु निष्कृत पाइबा पई से घरर सबु झरका कवाट बंद कर देथिले तथापि जयनद तांको सुत्क्षीण सड़क रूपे विद्ध करी तांको चरम पराजय रे घोषणा करुथिला। नेक्स्ट गंगार केउ दृश्य मुक्तकेशी द्रौपदीर बेणी बंधन परी मन होछि केउ दृश्य
ତ ଗଳ୍ପ ରୂପନାରାୟଣ ସାହାର ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ କିରଣ ଗଙ୍ଗାର ଜଳ ଉପରେ ପଡ଼ି ଲାଲେ ଲାଲ ଦେଖାଯାଉ ସେହି ଦୃଶ୍ୟକୁ ଦେଖି ଗାଳ୍ପିକ କହିଛନ୍ତି ମୁକ୍ତକେଶୀ ଦ୍ରୌପଦୀର ଯେପରି ବେଣୀବନ୍ଧନ ହୋଇଛି। ନେକ୍ସଟ ହଂସମାନେ କମ୍ବୁଗ୍ରୀବକୁ କେଉଁ କଥା ମନେ ପକାଇ ଦେଇଥିଲେ କାହିଁକି? ନା ଗଳ୍ପ ଆକାଶ କଇଁଛର ଗାଳ୍ପିକ ମନୋଜ ଦାସ ହଂସମାନେ ପରୀକ୍ଷାମୂଳକ ଭାବେ କମ୍ବୁଗ୍ରୀବକୁ ଅର୍ଦ୍ଧକୋଶ ଅତିକ୍ରମ କରାଇ ନେଇ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କଲେ। ପରୀକ୍ଷା ସଫଳ ହେବାରୁ ସେମାନେ ପୁଣି ଉଡ଼ିବା ଆରମ୍ଭ କରିବା ପୂର୍ବରୁ ଶୂନ୍ୟରେ ଥିବା ଯାଏ ମୁହଁ ନ ଖୋଲିବା ପାଇଁ କଚ୍ଛପକୁ କହିଥିଲେ। ମାତ୍ର ଅବତରଣ ନ କରି ଏକଥା କହିଥିଲେ ଚଳିଥାନ୍ତା ବୋଲି କମ୍ବୁଗ୍ରୀବ କହିଲା। ଏହା ଶୁଣି ହଂସମାନେ ମନେ ପକାଇ ଦେଇଥିଲେ ଅବତରଣ ନ କରି ଏକଥା କହିଥିଲେ ତମ ଅବସ୍ଥା ଶୋଚନୀୟ ହୋଇଥାନ୍ତା। ନେକ୍ସଟ ମାଷ୍ଟରଜୀ କଣ କଲେ ଏ ଅଚେତନ ଜାତିର ମସ୍ତିଷ୍କରେ ଚେତନା ସଞ୍ଚାରିତ ହେବ ବୋଲି ଅଶୋକ କହିଛନ୍ତି? ନା ଗଳ୍ପ ରୂପନାରାୟଣ ସାହାର ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ମାଷ୍ଟରଜୀଙ୍କ ପ୍ରିୟ ଶିଷ୍ୟ ହେଉଛନ୍ତି ଅଶୋକ। ମାଷ୍ଟରଜୀଙ୍କ ଜୀବନର କରୁଣ କାହାଣୀ ଶ୍ରବଣ କରି ଅଶୋକ ଶିକ୍ଷକ ଜାତି ପ୍ରତି ସରକାର ଉଦାସୀନତା ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଜକୁ ଅପରାଧୀ ମନେକରି ବିସ୍ମୟ ବିମୂଢ଼ ପାଲଟି ଯାଇଛନ୍ତି। ନିଜର ସ୍ଥିତାବସ୍ଥା ଭୁଲି ଆଗକୁ ପାଦ ପକାଇ ଚାଲିଥିବା ବେଳେ ସେ କ୍ଷମତାନ୍ଧ ମଦ୍ୟପ ଜାତିକୁ ଜାଗ୍ରତ କରିବା ପାଇଁ ସେ କହିଛନ୍ତି ମାଷ୍ଟରଜୀ ଲମ୍ବା ଚାବୁକ ଧରି ଏ ଜାତିକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟୁରେ ଚାଲୁଛନ୍ତି। ଫଳରେ ଏ ମୃତ ଜାତିର ଚେତନା ସଞ୍ଚାରିତ ହେବ। ତାପରେ କଣ ଦେଲା ସର୍ଜନାତ୍ମକ ରଚନା ସଂକ୍ଷିପ୍ତୀକରଣ। ତ ଏଇଟାକୁ ପଢିବ ପଢିକି କଣ ନା ତମର କରିବ କଣ ନା କବିତାଂଶ ବୁଝିହେଲା। ତାପରେ ପିଲାମାନେ କଣ ଦେଲା ତମର ନା ଦେଲା ସର୍ଜନାତ୍ମକ ରଚନା। ଅଣ୍ଟି ଛୁରୀ ତଣ୍ଟି କାଟେ ଧୀର ପାଣି ପଥର କାଟେ ଅଳ୍ପ ବିଦ୍ୟା ଭୟଙ୍କରୀ ଏଇଟା କରିବ ନଚେତ କରିବ କଣ ନା ତମର 1/3 ବୁଝିହେଲା। ତ ସର୍ଜନାତ୍ମକ ରଚନା କରିବ 4 ପାଇଯିବ। ତ ସର୍ଜନାତ୍ମକ ରଚନା ବି ଆଲୋଚନା କରିବା ପିଲାମାନେ। ତାପରେ ଦରଖାସ୍ତ ପତ୍ର ଲିଖନ ଓ ବ୍ୟାକରଣ। ତ ଦରଖାସ୍ତ ମତେ ପିଲା କମେଣ୍ଟ କରିଥିଲେ କି ମ୍ୟାମ୍ ପତ୍ର ଲିଖନ ଦରଖାସ୍ତ ପଡିବନି? ହଁ ଦରଖାସ୍ତ ପତ୍ର ଲିଖନ ତ ଦିଟା ପଡିବ। ଦିଟାରୁ ତମ ମନ ତମେ ଯୋଉ ଗୋଟିଏକ କରିବ ବୁଝିହେଲା। ଦିଟାଙ୍କ କରିବନି ଗୋଟିକ କରିବ। ନେକ୍ସଟ ଦେଲା କଣ ନା 11ଟା ତମର ଗ୍ରାମାର। ଭଲ ବେଳ ପଡିବା ଏହି ଅର୍ଥ ବୁଝାଇଥିବା ରୂଢିଟି କଣ? ଭଲ ବେଳ ପଡିବା ନା କପାଳ ଖୋଜିବା କଣ ନା କପାଳ ଖୋଜିବା। ତା ପରବର୍ତ୍ତୀ କ୍ୱେଶ୍ଚିନ୍ କଣ ଦେଲା କପାଳ ଫାଟିବା ଏହି ରୂଢିଟିର ଅର୍ଥ କଣ? କପାଳ ଫାଟିବା ବିପଦରେ ପକାଇବା ଅଥୟ କରିବା ସର୍ବନାଶ ହେବା ଚିନ୍ତିତ ହେବା। କଣ ହବ ନା ସର୍ବନାଶ ହେବା। କଣ ନା କପାଳ ଫାଟିବା ରୂଢିଟିର ଅର୍ଥ ହଉଛି ସର୍ବନାଶ ହେବା। ଅହିନକୁଳ ସମ୍ପର୍କ ଏହା କି ପ୍ରକାର ରୂଢି? ଉପମା ଯୁକ୍ତ କ୍ରିୟାହୀନ କ୍ରିୟାଯୁକ୍ତ ତୁଳନାତ୍ମକ। କଣ ହବ ନା ଅହିନକୁଳ ସମ୍ପର୍କ ହେଲା କ୍ରିୟାହୀନ ରୂଢି। କି ରୂଢି ନା କ୍ରିୟାହୀନ। ନେକ୍ସଟ ମୁକ୍ତି ପାଇବାର ଇଚ୍ଛା କରେ ଯେ ସେ କଣ? ମୁକ୍ତି ପାଇବାର ଇଚ୍ଛା କରେ। ମୁକ୍ତିକାରୀ ମୁକ୍ତିଦାତା ମୁକ୍ତି ଇଚ୍ଛୁକ ମୁମୁକ୍ଷୁ। କଣ ହବ ନା ମୁକ୍ତି କରିବାର ଇଚ୍ଛା ହେଲା ମୁମୁକ୍ଷୁ। ନେକ୍ସଟ ଆକାଶର ବିପରୀତ ବୋଧକ ଶବ୍ଦଟି କିଏ? ପାତାଳୀ ପାତାଳ ପାତାଳ ନା ଆକାଶ। କଣ ହବ ନା ଆକାଶର ହବ ପାତାଳ। କଣ ନା ପାତାଳ। ନେକ୍ସଟ ଉଦ୍ବେଗର ବିପରୀତ ଅର୍ଥବୋଧକ କଣ? ନିରୁଦ୍ବେଗ ଅନିବେଗ ନିର୍ବେଗ ନିର୍ଦ୍ବେଗ। କଣ ହବ ନା ନିରୁଦ୍ବେଗ। ପାବନୀ ହବ ପବନ ପୁତ୍ର। ଦୀର୍ଘଇ ପାବନୀ କଣ? ପବିତ୍ରକାରିଣୀ ହନୁମାନ ପବନ ପବିତ୍ର। କଣ ନା ପବିତ୍ରକାରିଣୀ। ନେକ୍ସଟ ବାଳିଶ ଦୀର୍ଘଇ ହବ କଣ ନା ନାରୀ ରତ୍ନ। ବାଳିଶ ହର୍ଷେଇ କଣ ହବ ମୂର୍ଖ ପାତୁଆ ବାଳି ବୀର। କଣ ହବ ନା ମୂର୍ଖ। ତାପରେ ଶୋଭନ ଶ୍ରୀ ଯାର ସୁଶ୍ରୀ ଶୋଭଶ୍ରୀ ଶୋଭନଶ୍ରୀ ସୁଶୀଳ ସୁଶ୍ରୀ। ତାପରେ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ଶବ୍ଦଟି କୋଉଟା ଭିତରୁ ହବ? କୋଉ ଅପରାହ୍ନଟା ଠିକ ନା ହବ ଏଇ ଅପରାହ୍ନ ଠିକ। ଆର ଶୁଦ୍ଧ ଶବ୍ଦ କଣ ନା ତ୍ରିପलाई ବିସ୍ଫୁରଣ। ତାପରେ ତ ପିଲାମାନେ ଏଥିଲା ତମର 80 ମାର୍କର ମାରାଥନ କ୍ଲାସ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।